ଛବିଳ ମଧୁବର୍ଣ୍ଣବୋଧ ଭଳି ଏ ସଂସାରରେ ଅନେକ ଚିତ୍ର ରହିଛି। ଯେପରି ସେହି ପୁସ୍ତକରେ ଛବିଳ ମଧୁବର୍ଣ୍ଣବୋଧରେ ଅନେକ ଚିତ୍ର ରହିଛି ଏବଂ ଚିତ୍ରର ବର୍ଣ୍ଣନା ରହିଛି, ଏ ଚିତ୍ର ଏଇଆ, ସେ ଚିତ୍ର ସେଇଆ, ଛୋଟ ପିଲାଙ୍କୁ ବୁଝିବା ପାଇଁ। ଠିକ୍ ସେହିପରି ସଂସାରରେ ଅନେକ ଛବି ରହିଛି, ଯାହା ଯାହା ଆମେ ଦେଖୁଛେ ସବୁ ସେଇଭଳିଆ ବର୍ଣ୍ଣବୋଧ ଭଳିଆ। ତେଣୁ ତାକୁ ଆମେ କେମିତି ପଢ଼ିବା ଦରକାର, ଆମେ ଜାଣିବା ଦରକାର। ତେଣୁ ଏ ସବୁଯାକ ଚିତ୍ରକୁ ବସିକି ପଢ଼ିଲେ ଆମ ଜୀବନ ପଳେଇବ, କିନ୍ତୁ ଆମେ ଚିତ୍ର ସରିବନି ସଂସାରର। ତେଣୁ ଆମକୁ ଭିତରକୁ ଦେଖିବାକୁ ପଡ଼ିବ ଯେ ବାସ୍ତବିକ ଏ ମଧୁବର୍ଣ୍ଣବୋଧ ଆସିଲା କେଉଁଠୁ, ସୃଷ୍ଟି ଆର ହେଲା କେଉଁଠି। ତାକୁ ଜାଣିଲା ପରେ ବାକି ଏ ଚିତ୍ର ସବୁ ସ୍ପଷ୍ଟ ହେଇଯିବ। ଯେପରି ଜଣେ ଯଦି ମଧୁବର୍ଣ୍ଣବୋଧ ପଢ଼ିଥିବ କିନ୍ତୁ ସେଇଆକୁ ମେମୋରି ରଖିଥିବ, ତାହେଲେ ଆଗକୁ ସେ ଯାଇପାରିବ କି? ଯାଇପାରିବନି। ତା ଭିତରେ ଯେତେବେଳେ ଜ୍ଞାନ ଆସିବ ସେତେବେଳେ ସିଏ ତାକୁ ନିଜେ ନିଜେ ସେ ଜିନିଷକୁ ସେ ଅନୁଭବ କରିପାରିବ, ଜାଣିପାରିବ।